ଜୟ ଜଗନ୍ନାଥ ସାଙ୍ଗମାନେ ଆପଣ ମାନେ ସମସ୍ତେ ଖୁସିରେ ଥିବେ ଦୁଃଖରେ ବି ଥିବେ। ହୋମଗାର୍ଡ ଯେଉଁ ବାହାରିଥିଲା ଭଦ୍ରକ ଡିଷ୍ଟ୍ରିକ୍ଟରେ ଯେଉଁ ଘୋଟାଲା ଘଟିଥିଲା ସେ ହୋମଗାର୍ଡରେ ଆପଣମାନେ ଚିନ୍ତା କରିପାରିଥିବେନି। ଯେଉଁମାନେ ବି ରେଜଲ୍ଟ ଦେଖି ସାରିଛନ୍ତି ତାଙ୍କ ମୁଣ୍ଡ ଗୁଡୁମ ହୋଇଗଲା, ତାଙ୍କ ପାଦ ତଳୁ ମାଟି ଖସିଗଲା ଯେ କି ତାଙ୍କର ଯେଉଁମାନଙ୍କର ଯେ କି ଏକ୍ଜାମ ନ ଦେଇକି ତାଙ୍କର ଆସିଛି ରେଜଲ୍ଟ, ଯେଉଁମାନେ ଏକ୍ଜାମ ଦେଇଛନ୍ତି ଯେ କି ତାଙ୍କର ଆସିନି ରେଜଲ୍ଟ। ଏ କଥା ଦେଖିସାରି ପିଲାଙ୍କ ମୁଣ୍ଡରେ ବଜ୍ରପାତ ହେଲା। ସେଥିପାଇଁ ଆପଣମାନେ ଦେଖନ୍ତୁ, ଗୋଟେ ପିଲା ଏକ୍ଜାମ ଦେଇନି ତାର ରେଜଲ୍ଟ ଫାଇନାଲ ରେଜଲ୍ଟ ଆସିଛି। ଆଉ ଗୋଟେ ପିଲା ଯେ କି ବହୁତ ପିଲା ଦେଖନ୍ତୁ, ଲେଡିଜ୍ର 26ଟା ପଦବୀ ଥିଲା, 26ଟା ପଦବୀରୁ 7ଟା ପଦବୀ ପୂରଣ କରାଯାଇଛି। ଆଉ ରହିଯାଇଛି ଦେଖନ୍ତୁ 19ଟା ପଦବୀ ଯେଉଁ ଅଛି, ସେଇ 19ଟା ପଦବୀକୁ ନେଇକି ଚାଲିଛି ଘୋଟାଲା। ସେଇ 19ଟି ପଦବୀକୁ କରିଦେଇଛନ୍ତି ଅଗଡ଼ ବଗଡ଼ ଯେ କି କିଛି ବି ଜାଣି ହେଉନାହିଁ। ସେଥିପାଇଁ ବହୁତ ପିଲା ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଦେଖି ହାଇକୋର୍ଟ ପିଲା ଯେ କି ଆଜି ପର୍ଯ୍ୟନ୍ତ ପିଲା ଯାଇ ଯେ କଲେଣି କ'ଣ ନା ଟ୍ରେନିଂ। ଆପଣ ଦେଖନ୍ତୁ ବହୁତ କିଛି ଫଟୋ ଛାଡ଼ି ସାରିଛନ୍ତି ଟ୍ରେନିଂ ପିରିୟଡ଼ରେ। ପିଲାମାନେ ଏବେ ବହୁତ ଖୁସି ଅଛନ୍ତି, କିନ୍ତୁ ହାଇକୋର୍ଟରେ ଯେଉଁ ଆପଣମାନଙ୍କର କେସ୍ଟି ଜାରି ହୋଇଛି କିନ୍ତୁ ଏତେ ପର୍ଯ୍ୟନ୍ତ କିଛି ଆସିନି। ଆପଣମାନଙ୍କୁ ମୁଁ ଜଣାଇଦେବି ହାଇକୋର୍ଟର କ'ଣ ନିର୍ଦ୍ଦେଶାବଳୀ ରହିଲା। ମୁଁ ଏତିକି ଦେଖି ଭଗବାନ ପାଖରେ ପ୍ରାର୍ଥନା କରୁଛି ହାଇକୋର୍ଟ ନିର୍ଦ୍ଦେଶ ଦେଉ ଯେ କି ଯେଉଁମାନେ ହାରାଫାରା କରିକି ଭିତରକୁ ଯାଇଛନ୍ତି, ଯେ ସର୍ଭିସ୍ ପାଇଛନ୍ତି, ସମସ୍ତଙ୍କୁ ଯେ କି ବାତିଲ କରାଯାଉ। ଆଉ ତାପରେ ଏଟାକୁ ଯେଉଁ ଅଫିସର ହାରାଫେରି କରିଛି ତାକୁ କଡ଼ା ସେ କଡ଼ା ଦଣ୍ଡ ଦିଆଯାଉ। ଏକଥା ଆପଣମାନେ ସମସ୍ତେ ଯେ ଦାବି କରନ୍ତୁ, ଏଇଟା ହିଁ ହେବା ଦରକାର। ତାପରେ ଆପଣମାନେ ଯାହା କରିବା କଥା କରିବେ। ଯେଉଁମାନେ ବି ଏଥିରେ ଇନଭଲ୍ଭ ଅଛନ୍ତି ତାଙ୍କୁ କଡ଼ି ସେ କଡ଼ି ସଜା ମିଳିବା ଦରକାର, ଯେ କି ଆଉ ଜୀବନରେ କେବେ ବି ଏରମ କାରସାତି କରିବେନି। ଯଦି କ ହୋମଗାର୍ଡରେ ଆପଣମାନେ ଏମିତି କାମ କରୁଛନ୍ତି, ଆଗକୁ ବହୁତ କିଛି ପୋଷ୍ଟ ଅଛି, ସେ ପୋଷ୍ଟରେ ଆପଣମାନେ କ'ଣ କରିବେ ସମସ୍ତେ ଭଲ ଭାବରେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଆପଣମାନଙ୍କୁ ମୁଁ ଏଇଭଳିଆ ନୂଆ ନୋଟିଫିକେସନ୍ ବହୁତ ଜଲ୍ଦି ପଠାଇବି। ଜୟ ଜଗନ୍ନାଥ।